ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏ ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ଆଜି ପିଲାମାନେ ଆମେ ପଢ଼ିବା ଥାର୍ଡ ଲାଙ୍ଗୁଏଜ ବା ତୃତୀୟ ଭାଷା ଅଷ୍ଟମ ଶ୍ରେଣୀର ସଂସ୍କୃତ, ଯାହାର ନାମ ରହିଛି ସଂସ୍କୃତ କଳିକା, ଯାହାକି ଆମର ଓଡ଼ିଶା ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ଏ ବର୍ଷ ଅର୍ଥାତ୍ 26-27ର ନୂଆ ସମୀକରଣ, ତାହାର ଆମେ ପ୍ରଥମ ପାଠ ଗଦ୍ୟ ବିଭାଗର ଭେଦଭାବ ନ କର୍ତ୍ତବ୍ୟ, ଏହି ବିଷୟଟିକୁ ଆଜି ଆମେ ପଢ଼ିବା। ତାର ସରଳାର୍ଥ ଏବଂ ବ୍ୟାକରଣ ସହିତ ତାକୁ ବୁଝିବା। ତାହେଲେ ଚାଲ ପ୍ରଥମେ ଆମେ ଆଗ ତାକୁ ଟିକେ ଅଧ୍ୟୟନ କରିନେବା। କାରଣ ଯଦି ଆମେ ସଂସ୍କୃତ ଭାଷାରେ ବିଷୟଟିକୁ ଠିକ ଭାବରେ ପଢ଼ିପାରିବା, ତାହେଲେ ତାର ବ୍ୟାକରଣଗତ ସରଳାର୍ଥ ଆମେ ନିଶ୍ଚିତ ଭାବରେ ଭଲରେ କରିପାରିବା। ତାହେଲେ ପିଲାମାନେ ଚାଲ ଆଗ ରିଡିଂ କରିବା। ଆମେ ବିଷୟଟି ଯେହେତୁ ବଡ଼ ବିଷୟଟି ଅଛି, ଆମେ ତାକୁ ଅଳ୍ପ ଅଳ୍ପ କରି ଖଣ୍ଡ ଖଣ୍ଡ କରି ପଢ଼ିବା। ଏକାଥରେ ପଢ଼ିଲେ ତୁମେମାନେ ବୁଝିପାରିବ ନାହିଁ। ତେଣୁ ଆମେ 2ଟି କିମ୍ବା 3ଟି ପିରିୟଡ଼ରେ ଆକୁ ସମାପ୍ତ କରିବା। ତାହେଲେ ଆଜି ବର୍ତ୍ତମାନ ତାକୁ ଆମେ ଆରମ୍ଭ କରିବା ପ୍ରଥମ ଭାଗରୁ। ଦେଖ, ରିଡିଂ କର ଆଗ। ପିତାମହୀ ଆସନ୍ଦେ ଉପବିଶତି, ତସ୍ୟାଃ ପୁରତଃ ବାଳାଃ ଆଗତ୍ୟ ଉକ୍ତବନ୍ତଃ, ପିତାମହୀ ଅଦ୍ୟ ଭବତି କଥଂ ମୌନେନ ତିष्ठति, କିମପି କଥୟତୁ, ଯେନ ବୟಂ ପ୍ରେରିତାଃ ତଥା ସାମାଜିକ କାର୍ଯ୍ୟେଷु ଲଗ୍ନାଃ ଭବିଷ୍ୟାମଃ। ପିତାମହୀ ଆସନ୍ଦେ ଉଦ୍ଗ୍ରୀବା ସତି ଉକ୍ତବତୀ, କଥୟାମି କଥୟାମି, ଶୃଣନ୍ତୁ ସର୍ବେ, अस्माकं पुरतः विद्यते सामाजिकतां, स्वच्छतां, समरसतां, समानतां, परम्परां च अधिकृत्य रमणीयः विषयः, भेदभावो न कर्तव्यः इति। ପିଲାମାନେ ଆମେ ଏତିକି ବର୍ତ୍ତମାନ ପଢ଼ିଲେ ଏବଂ ଏହାର ଅର୍ଥ ଆମେ କରିବା। ତାହେଲେ ତା ପୂର୍ବରୁ ଟିକେ ଚିତ୍ର ତୁମେ ଦେଖିନିଅ, ଯୋଉଟା କି ତୁମ ପାଇଁ ପଢ଼ିବାରେ ଟିକେ ଅଧିକ ସାହାଯ୍ୟ କରିବ। ଦେଖ, ପିତାମହୀ ବା ଜଣେ ସ୍ତ୍ରୀ ଲୋକ କେତେ ଗୁଡ଼ିଏ ଛୋଟ ଛୋଟ ଛୁଆ ବା ପିଲା ତାଙ୍କୁ ସେ ଗପ ଶୁଣଉଛନ୍ତି। ଏଇଟା ତୁମେ ଏବେ କ୍ଲିୟର ହେଲ ଯେ ଗପଟି ପିତାମହୀ ବା ଜେଜେମା ପିଲାମାନଙ୍କୁ ଶୁଣଉଛନ୍ତି। ତାହେଲେ ଏବେ ଚାଲ ଆମେ ବୁଝିବା ଗପଟି କ'ଣ ଅଛି। ପ୍ରଥମେ ଦେଖ, ଭେଦଭାବ ନ କର୍ତ୍ତବ୍ୟ। ଭେଦଭାବ, ଭେଦଭାବ କହିଲେ କ'ଣ ପିଲାମାନେ ବୁଝୁଛ ନା ପାତର ଅନ୍ତର। ଭେଦଭାବ ନ କର୍ତ୍ତବ୍ୟ, କର୍ତ୍ତବ୍ୟ ପ୍ରକୃତି ପ୍ରତ୍ୟୟ ହେଉଛି କ୍ରୁଯୁକ୍ତ ତବ୍ୟ, କର୍ତ୍ତବ୍ୟ ଅର୍ଥାତ୍ ପରସ୍ପର ସହିତ ଯେଉଁ ପାତର ଅନ୍ତର, ତାହା କରିବା ଅନୁଚିତ, ତାହା ଠିକ ନୁହେଁ। ତାହେଲେ ଗପର ସାରମର୍ମ ଏଇଆ ନାଇଁ। ଏବେ ଆମେ ଗପଟିକୁ ଚାଲ। ପିତାମହୀ, ପିତାମହୀ ପିଲାମାନେ କ'ଣ ବୁଝୁଛ? ପିତା, ପିତା ଶବ୍ଦର ଅର୍ଥ ତୁମେ ଜାଣିଛ, ଯାହା ବାପା ବା ହିନ୍ଦୀରେ ଆମେ କହୁଛେ ପାପା, ଇଂରାଜୀରେ କହୁଛେ ଫାଦର। ତାହେଲେ ପିତାମହୀ କ'ଣ? ବାପାଙ୍କର ମା ବା ବାପାଙ୍କର ବୋଉ, ଯାହାକୁ ଆମେ ଓଡ଼ିଆରେ କହୁଛେ ଜେଜେମା ନାଇଁ, ଇଂରାଜୀରେ କ'ଣ କହୁଛେ ଆମେ? ଗ୍ରାଣ୍ଡ ମଦର। ତାହେଲେ ପିତାମହୀ ଅର୍ଥାତ୍ ଗ୍ରାଣ୍ଡ ମଦର ବା ଜେଜେମା ଆସନ୍ଦେ ଉପବିଶତି, ଆସନ୍ଦରେ ବା ଆସନରେ ଉପବିଶତି ବସିଛନ୍ତି, ଉପ ଯୁକ୍ତ ବିଶ ଯୁକ୍ତ ତିପ୍, ଉପବିଶତି ମାନେ ବସିଛନ୍ତି। ତସ୍ୟାଃ ପୁରତଃ, ପୁରତଃ ଏଇଟା ପିଲାମାନେ ଗୋଟେ ଅବ୍ୟୟ ପଦ। ପୁରତଃ, ପୁରତଃ ମାନେ ସମ୍ମୁଖରେ। ଏହା ଯୋଗରେ ସବୁବେଳେ ଷଷ୍ଠୀ ବିଭକ୍ତି ହୁଏ। ତେଣୁ ତସ୍ୟାଃ, ତତ୍ ଶବ୍ଦର ସ୍ତ୍ରୀଲିଙ୍ଗ
ଷଷ୍ଠୀ ବିଭକ୍ତି ଏକବଚନ ହେଇଛି ତସ୍ୟାଃ। ତସ୍ୟାଃ କହିଲେ ତାଙ୍କର ମାନେ ଜେଜେମାଙ୍କର, ପୁରତଃ ଅର୍ଥାତ୍ ଆଗରେ, ବାଳାଃ ଆଗତ୍ୟ, ବାଳାଃ ମାନେ ପିଲାମାନେ ହେଲା, ଆଗତ୍ୟ କହିଲେ ଆସି, ଆ ଯୁକ୍ତ ଗମ୍ ଯୁକ୍ତ ଲ୍ୟପ୍, ଏଟା କୃଦନ୍ତ ପ୍ରତ୍ୟୟ ହେଇଛି। ଆ ଉପସର୍ଗ ଗମ୍ ଧାତୁରୁ ଲ୍ୟପ୍ ପ୍ରତ୍ୟୟ, ଆଗତ୍ୟ ଅର୍ଥାତ୍ ଆସି। ଉକ୍ତବନ୍ତଃ କହିଲେ, ଉକ୍ତବନ୍ତଃ ବଚ୍ ଯୁକ୍ତ ତବତୁ, ଉକ୍ତବନ୍ତଃ, ଉକ୍ତବନ୍ତଃ ମାନେ କହିଲେ। ତାହେଲେ ଓଡ଼ିଆ ଅର୍ଥ କଣ ହେଲା? ତାଙ୍କ ଆଗରେ ପିଲାମାନେ ଆସି କହିଲେ, ପିତାମହୀ ଅର୍ଥାତ୍ ହେ ଜେଜେମା, ଅଦ୍ୟ ଭବତି, ଅଦ୍ୟ ମାନେ ଆଜି, ଆଜି ଆପଣ, ଭବତି କହିଲେ ଆପଣ ହେଲା, ତାର ପୁଲ୍ଲିଙ୍ଗ କଣ? ଭବାନ, ଭବାନ ତାର ସ୍ତ୍ରୀଲିଙ୍ଗ ହଉଛି ଭବତି ହେଲା। ଭବତି କଥମ, କଥମ ମାନେ କାହିଁକି? ମୌନେନ ତିଷ୍ଠତି ଅର୍ଥାତ୍ ଚୁପଚାପ ହେଇ ରହିଛନ୍ତି ହେଲା, ଆପଣ କଣ ପାଇଁ ଚୁପ୍ ରହିଛନ୍ତି? କିମପି କଥୟତୁ, କିମପି ସନ୍ଧି ବିଚ୍ଛେଦ କରିଦବା, କିମ୍ ଯୁକ୍ତ ଅପି, କିମପି କିଛି ହେଲେ କୁହନ୍ତୁ। ଯେନ ବୟମ୍, ଯେନ ମାନେ ଯାହା ଦ୍ୱାରା ହେଲା, ଯାହା ଦ୍ୱାରା ଆମେ ମାନେ, ବୟମ୍ ଏଟା କର୍ତ୍ତା, ଏ ବାକ୍ୟରେ କର୍ତ୍ତାଟି ପ୍ରଥମ ଆମେ କହିବା, ଯାହା ଦ୍ୱାରା ଆମେ ମାନେ ପ୍ରେରିତାଃ ଅର୍ଥାତ୍ ପ୍ରେରିତ ହେବୁ, ଉତ୍ସାହିତ ହେବୁ, ତଥା ସାମାଜିକ କାର୍ଯ୍ୟେଷୁ, ତଥା ସେହିପରି ସାମାଜିକ କାର୍ଯ୍ୟରେ ଲଗ୍ନାଃ ଭବିଷ୍ୟାମଃ, ନିଜକୁ ନିୟୋଜିତ କରିବୁ। ତାହେଲେ ଆପଣ ଆମକୁ ଏମିତି ଗୋଟେ କଥା କୁହନ୍ତୁ ଯାହା ଦ୍ୱାରା ଆମେ ନିଜେ ପ୍ରେରିତ ହୋଇ ସାମାଜିକ କାର୍ଯ୍ୟରେ ନିଜକୁ ବିନିଯୋଗ କରିବୁ। ପିତାମହୀ ଆସନ୍ଦେ ଉଦ୍ଗ୍ରୀବା ସତି ହେଲା, ପିତାମହୀ ଅର୍ଥାତ୍ ଜେଜେମା, ଆସନ୍ଦେ ନିଜ ସ୍ଥାନରେ, ଉଦ୍ଗ୍ରୀବା ସତି, ଗ୍ରୀବା ମାନେ ବେକ, ଉଦ୍ଗ୍ରୀବା କହିଲେ ଉଦ୍ଗ୍ରୀବ ହେଇ ଟିକେ ବେକକୁ ଆଗକୁ କରି, ସତି ଆମେ କହିଲା ବେଳେ ସାଧାରଣତଃ ଆମର ବେକଟା ଟିକେ ଲମ୍ବିଯାଏ, ଆଗକୁ ହେଇଯାଏ, ତାହେଲେ ସେ ଉଦ୍ଗ୍ରୀବ ହୋଇ ମାନେ ବେକକୁ ପ୍ରସାରିତ କରି, ସତି ମାନେ ହୋଇ। ଆର ପ୍ରକୃତି ପ୍ରତ୍ୟୟ କରିବା, ଅସଯୁକ୍ତ ଶତ୍ରୁ ସ୍ତ୍ରୀ ଉଇଁଫ ହେଲା। ତାହେଲେ ଉଦ୍ଗ୍ରୀବ ହୋଇ, ଉକ୍ତବତୀ କହିଲେ, ଉକ୍ତବନ୍ତଃ ପିଲାମାନେ ଆମେ ଆଗରୁ କରିଥିଲେ ବଚ୍ ଯୁକ୍ତ ତବତୁ, କିନ୍ତୁ ଉକ୍ତବତୀ ହବ ବଚ୍ ଯୁକ୍ତ ତବତୁ, ବ୍ରାକେଟରେ ଲେଖାବ ସ୍ତ୍ରୀ ଉଇଁଫ, ମାନେ ଉକ୍ତବାନର ସ୍ତ୍ରୀଲିଙ୍ଗ ହେଲା ଉକ୍ତବତୀ। ତାହେଲେ ପିତାମହୀ ନିଜ ସ୍ଥାନରେ ଟିକେ ବେକ ପ୍ରସାରଣ କରି କହିଲେ, କଥୟାମି କହିଲେ କହୁଛି, ପିଲାମାନେ ଉଦ୍ବିଗ୍ନ ହେଇଗଲେ ନା, ତେଣୁ କହିଲେ କହୁଛି, ଶୁଣନ୍ତୁ ସର୍ବେ ଶୁଣନ୍ତୁ ଅର୍ଥାତ୍ ସମସ୍ତେ ଶୁଣ। ଅସ୍ମାକମ୍ ପୁରତଃ ମାନେ ପିଲାମାନେ ଆଗରୁ କହିଛି ଆଉ ଟିକେ ପୂର୍ବରୁ, ପୁରତଃ ମାନେ ଆଗରେ, ଏହା ଯୋଗରେ ଷଷ୍ଠୀ ବିଭକ୍ତି ହୁଏ। ତାହେଲେ ଅସ୍ମାକମ୍ ପୁରତଃ ବିଦ୍ୟତେ ସାମାଜିକତାମ୍, ସ୍ୱଚ୍ଛତାମ୍, ସମରସତାମ୍, ସମାନତାମ୍, ପରମ୍ପରାମ୍ ଇତ୍ୟାଦି। ତାହେଲେ ଆମମାନଙ୍କର ସମ୍ମୁଖରେ ରହିଛି ସାମାଜିକତା ଏବଂ ସ୍ୱଚ୍ଛତା। ବୁଝିପାରୁଛ ପିଲାମାନେ, ଆର ଓଡ଼ିଆ କହିବାକୁ ପଡ଼ିବନି, ସ୍ୱଚ୍ଛତା ମାନେ ପରିଷ୍କାର ପରିଚ୍ଛନ୍ନତା, ସମରସତା ଅର୍ଥାତ୍ ସମସ୍ତଙ୍କ ସହିତ ସମାନ ଭାବରେ ରସ ବା ସମ୍ବନ୍ଧ କରିବା, ସମାନତା ଅର୍ଥାତ୍ ସମସ୍ତଙ୍କ ସହିତ ସମାନ ବ୍ୟବହାର, ସମାନ ଚାଲିଚଳନ କରିବା, ଏବଂ ପରମ୍ପରା ଆମର ଯୋଉ ଅତୀତ ଗୌରବ, ଏକୁ ଅଧିକୃତ୍ୟ ମାନେ ଆଧାର କରି, ଅଧି ଯୁକ୍ତ କ୍ରୁ ଯୁକ୍ତ ଲ୍ୟପ୍, ଏହାକୁ ଆଧାର କରି ରମଣୀୟ ବିଷୟ, ରମଣୀୟ ବୁଝିପାରୁଛ, ରମ୍ ଯୁକ୍ତ ଅନ୍ୟ, ରମଣୀୟ ଅର୍ଥାତ୍ ସୁନ୍ଦର ବିଷୟଟିଏ ଅଛି ହେଲା। ଜେଜେମା ପିଲାଙ୍କୁ କହିଲେ, ଆମମାନଙ୍କ ଆଗରେ ରହିଛି ସାମାଜିକତା, ସ୍ୱଚ୍ଛତା, ସମରସତା, ସମାନତା, ପରମ୍ପରା କୁ ଆଧାର କରି ଗୋଟେ ଭଲ ବିଷୟଟେ ରହିଛି। କଣ ସେ ବିଷୟଟି? ଭେଦଭାବ ନ କର୍ତ୍ତବ୍ୟ ଇତି ହେଲା। ଭେଦଭାବ ଅର୍ଥାତ୍ ଭେଦଭାବ ମାନେ କଣ କୁହାଯାଇଛି? ପାତର ଅନ୍ତର କର ନାହିଁ, ଏହାକୁ ଆଧାର କରି ଗୋଟେ ଭଲ ବିଷୟଟେ ଆମ ସମ୍ମୁଖରେ ରହିଛି। ତାହେଲେ ଆମେ ସେଇଟିକୁ ଶୁଣିବା। ତେଣୁ ଜେଜେମା ପିଲାମାନଙ୍କୁ ସାମାଜିକତା, ସ୍ୱଚ୍ଛତା, ସମରସତା, ସମାନତା, ପରମ୍ପରାକୁ ଆଧାର କରି ଗୋଟିଏ କାହାଣୀ କହିବାକୁ ଆରମ୍ଭ କଲେ। ସେ କାହାଣୀଟିର ନାଁ କଣ? ଭେଦଭାବ ନ
କର୍ତ୍ତବ୍ୟଃ। ତାହେଲେ ଭେଦଭାବ କରିବା ଅନୁଚିତ। ଏହିପରି ଗୋଟିଏ କାହାଣୀ ଆରମ୍ଭ କଲେ। ତାପରେ ତା ପରବର୍ତ୍ତୀ ପାରାଗ୍ରାଫକୁ ପିଲାମାନେ ଆସ। ଆଜି ଯେହେତୁ ଏଠି ଗୋଟେ ବଡ଼ ବିଷୟଟିଏ ରହିଛି, ତେଣୁ ଆକୁ ଆମେ ଅଳ୍ପ ଅଳ୍ପ କରି ପଢ଼ିବା। ଏକାଠି ଗୋଟେ କ୍ଲାସରେ ଆମେ ପଢ଼ିପାରିବା ନାହିଁ। ତାହେଲେ କିଛି ଆମେ ରିଡ଼ିଂ କରିଦେଇଥିବା, ଯାହାକି ପରବର୍ତ୍ତୀ ପିରିୟଡ଼ରେ ଆମେ ତାକୁ ବୁଝେଇବା। ତାହେଲେ ଦେଖ, ସମାଜେ ବିଭିନ୍ନ ଦୃଷ୍ଟ୍ୟା ଭେଦଭାବ ଲକ୍ଷ୍ୟତେ। ମନୁଷ୍ୟଃ ସାମାଜିକः ପ୍ରାଣିः। सर्वे मनुष्याः राष्ट्रे राष्ट्रे ग्रामे समाजे परिवारे च तिष्ठन्ति। अहमिकया स्वं प्राधान्यं दर्शयन्ति। मानवानां मध्ये एकत्वम् आवश्यकम्। तदर्थं बलरामदासस्य लक्ष्मीपुराणम् उपायो ग्रन्थः। उत्कलीय साहित्ये बलरामदासः योगीसिद्धः प्रसिद्धः कविः। पुरीमण्डलस्य गोपसमीपे एरवङ्गग्रामे तस्य निवासः। तत्कालस्य प्रसिद्धाः अन्ये कवयः यथा जगन्नाथदासः, अच्युतानन्ददासः, जशवन्तदासः, शिशु अनन्तदासः च। एतेषु कविषु बलरामदासः समाज संस्कारकः बहु जनप्रियः। ହେଲା ପିଲାମାନେ, ତାହେଲେ ବର୍ତ୍ତମାନ ଆମେ ଏଇଟିକୁ ପରବର୍ତ୍ତୀ ପିରିୟଡ଼ରେ ଆମେ ପଢ଼ିବା। ମୁଁ ତୁମକୁ ରିଡ଼ିଂ କରିଦେଲି, ତୁମେ ଘରେ ଆକୁ ରିଡ଼ିଂ କରିବ। ତାପରେ ଆମେ ପରବର୍ତ୍ତୀ ପିରିୟଡ଼ରେ ଆକୁ ବୁଝେଇବା। ତାହେଲେ ଆମର ଜଣେ ବିଶିଷ୍ଟ କବି ବଳରାମ ଦାସ, ପଞ୍ଚସଖା ଯୁଗର କବି, ତାଙ୍କର ଯୋଉ ଲକ୍ଷ୍ମୀ ପୁରାଣ ବିଷୟରେ ଏଠି ମଧ୍ୟ ଉଲ୍ଲେଖ ଅଛି। ଏଇଟିକୁ ଆମେ ପରବର୍ତ୍ତୀ ପିରିୟଡ଼ରେ ପଢ଼ିବା। ତାହେଲେ ବିଷୟଟି କ'ଣ ଅଛି ପିଲାମାନେ? ଭେଦଭାବ ନ କର୍ତ୍ତବ୍ୟ। ଆଜି ତାହେଲେ ଆମେ ଏଇଠି ରହିବା। ସମସ୍ତଙ୍କୁ ଧନ୍ୟବାଦ। ପିଲାମାନେ, ଏହାର ପୂର୍ବରୁ ପ୍ରଥମ ଭାଗରେ ସିଲାବସ୍ ବିଷୟରେ କୁହାଯାଇଛି ଅଷ୍ଟମ ଶ୍ରେଣୀର। ତୁମେ ତାକୁ ପ୍ଲେଲିଷ୍ଟକୁ ଯାଇକି ସେଗୁଡ଼ିକୁ ଦେଖିନେବ। କ'ଣ କ'ଣ ତୁମର ଷାଣ୍ମାସିକ ପରୀକ୍ଷା ଭିତରେ ରହିଛି ତାକୁ ପଢ଼ିବା ପାଇଁ ତୁମେ ଚେଷ୍ଟା କରିବ। ଏବଂ ଏ ବିଷୟଟିକୁ ମଧ୍ୟ ଭଲ ଭାବରେ ଦେଖ। ଯାହା ତୁମର ଆଉ ଅଧିକ ରହିଛି ବୁଝିବା ପାଇଁ ତୁମେ ମୋତେ ପଚାରିଲେ ମଧ୍ୟ ମେସେଜରେ ମୁଁ ତାର ଉତ୍ତର ଦେବି। ହେଲେ ଆଜି ପାଇଁ ସମସ୍ତେ ଏଇଠି ରହିବା। ସମସ୍ତଙ୍କୁ ଧନ୍ୟବାଦ। ବିଷୟକୁ ଜାଣିବା ପାଇଁ ତୁମେମାନେ ବିଷୟ ନିଶ୍ଚିତ ଭାବରେ ଗୋଟେ ଲାଇକ୍ କରିବ ଏବଂ ସବସ୍କ୍ରାଇବ୍ କରିଦିଅ, ଯାହାଦ୍ୱାରା ତୁମ ପାଖରେ ଭିଡ଼ିଓ ଗୁଡ଼ିକ ଯାଇକି ପହଞ୍ଚିବ ଏବଂ ଲାଇକ୍ ମଧ୍ୟ କରିବ। ତାହେଲେ ସମସ୍ତଙ୍କୁ ଆଜି ପାଇଁ ଏଇଠି ରହିବାକୁ ପଡ଼ିବ। ଧନ୍ୟବାଦ।